କୌଣସି ରାଜ୍ୟର ସମୃଦ୍ଧି ଦୃଷ୍ଟିକୋଣରୁ ଆର୍ଥିକ ଅର୍ଥର ଆକାର ବା ଆର୍ଥିକ ସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଏବଂ ଏହି ଆର୍ଥିକ ସ୍ଥିତି କାରଣରୁ ଏହି ଆର୍ଥିକ ନୀତି କାରଣରୁ ଏହି ମାପଦଣ୍ଡ କାରଣରୁ ରାଜ୍ୟର ଅଭିବୃଦ୍ଧି ଲୋକଙ୍କ ଅଭିବୃଦ୍ଧି ଏବଂ ରାଜ୍ୟର ସମୃଦ୍ଧି ନିର୍ଭର କରେ। ଆଜି ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ଏବଂ ଏଥିରୁ ସ୍ପଷ୍ଟ ଆପଣ ବାରି ହେଇ ପଡୁଛି। ଯଦି ଆପଣ ଦେଖିବେ ତାହେଲେ ଆପଣ ନିଶ୍ଚିତ ଭାବରେ ଲକ୍ଷ୍ୟ କରିବେ ଯେ 2025-26 ରେ ଓଡ଼ିଶାର ଅର୍ଥନୀତିର ଆକାର 9.88 ଲକ୍ଷ କୋଟି ଟଙ୍କା ହେବ ଆକଳନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଗତ ବର୍ଷ ତୁଳନାରେ ଏ ବର୍ଷ ଅର୍ଥନୈତିକ ସର୍ଭେ ଯେଉଁ ହେଇଛି ତାର ଅଭିବୃଦ୍ଧି ଘଟିଛି ଏବଂ ରାଷ୍ଟ୍ର ତୁଳନାରେ ଓଡ଼ିଶାର ଯେଉଁ ଅଭିବୃଦ୍ଧି ହାର ଯେଉଁ 7.9% ଅଛି ତାହା ପୂର୍ବବର୍ଷ ତୁଳନାରେ ମଧ୍ୟ ବେଶୀ ଏବଂ ଭାରତବର୍ଷଠାରୁ ମଧ୍ୟ ଯେଉଁ ଏଭାରେଜ ଅଛି ତାଠାରୁ ମଧ୍ୟ ବେଶୀ। ଏବଂ ସବୁଥିରୁ ବଡ଼ କଥା ହେଲା ଯେ ମୁଣ୍ଡ ପିଛା ଆୟ ବର୍ତ୍ତମାନ 1,86,761 ଟଙ୍କା ଅଛି, ଯାହା ପୂର୍ବବର୍ଷ ତୁଳନାରେ 9% ବୃଦ୍ଧି ଘଟିଛି। ଖାଲି ସେତିକି ନୁହେଁ, ଆପଣ ଯେଉଁ କ୍ଷେତ୍ରରେ ଦେଖିବେ, ସେ ଶିଳ୍ପ କ୍ଷେତ୍ର ହେଉ, ସେ କୃଷି କ୍ଷେତ୍ର ହେଉ, ସେ ଆପଣ ଆନୁଷଙ୍ଗିକ ବ୍ୟବସ୍ଥା କ୍ଷେତ୍ର ହେଉ, ପର୍ଯ୍ୟଟନ କ୍ଷେତ୍ର ହେଉ, ଇଣ୍ଡଷ୍ଟ୍ରିର କ୍ଷେତ୍ର ହେଉ, ସବୁ କ୍ଷେତ୍ରରେ ଅର୍ଥନୈତିକର ମାପଦଣ୍ଡ ବୃଦ୍ଧି ପାଇଛି, ଯାହା ଅର୍ଥନୈତିକ ସର୍ଭେ କାରଣରୁ ସ୍ପଷ୍ଟ ହୋଇ ବାହାରି ପଡୁଛି। ଏବଂ ଏହି ରିପୋର୍ଟ ଆପଣଙ୍କ ପାଖରେ ସମସ୍ତଙ୍କ ପାଖରେ ଅଭିବୃଦ୍ଧି ଅଛି ଏବଂ ଏଥିରୁ ଯୋଉ କଥା ଦେଖିବେ ଯେ ଲେବର ଫୋର୍ସ ପାର୍ଟିସିପେସନ ରେଟ୍ ଯୋଉଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ, ତାହା ମଧ୍ୟ ପାଖାପାଖି ଅଭିବୃଦ୍ଧି ଘଟି 64.5% କୁ ଯାଇଛି, ଯାହା ନ୍ୟାସନାଲ ଏଭାରେଜ ଯୋଉ ଅଛି ତାଠୁ ଖୁବ୍ ବେଶୀ। ଏବଂ ଆପଣ ଯଦି ଦେଖିବେ ତାହେଲେ ଇଣ୍ଡଷ୍ଟ୍ରି ସେକ୍ଟରରେ ମଧ୍ୟ ଖୁବ୍ ବେଶୀ ଅଭିବୃଦ୍ଧି ଘଟିଛି। ଆପଣ ଯଦି ଦେଖିବେ ତ ଓଡ଼ିଶା ଦ୍ରୁତ ଗତିରେ ଆର୍ଥିକ ବିକାଶ କ୍ଷେତ୍ରରେ ଆଗକୁ ଯାଉଛି। ବିରୋଧୀ ଯୋଉ ମିଥ୍ୟା ଅପପ୍ରଚାର କରୁଛନ୍ତି, ବିରୋଧୀ ଯୋଉ ମିଥ୍ୟା କଥା କହିକି ଲୋକ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ଓଡ଼ିଶା ଲୋକମାନଙ୍କୁ, ତାହା ସମସ୍ତଙ୍କ ମନରେ କଷ୍ଟ ଦେଇଛି। ଯଦି ବିରୋଧୀଙ୍କର ସତ୍ସାହସ ଅଛି ତାହେଲେ ଏଇ ଯୋଉ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି ଏବଂ ଏଇ ଯୋଉ ଅର୍ଥନୀତି ଉପରେ ଆସିକି ଆଲୋଚନା କରନ୍ତୁ। ଗୃହକୁ ବାରମ୍ବାର ବନ୍ଦ କରିବା ଏବଂ ଗୃହରେ ଆଲୋଚନା କରିନଦେବା କେତେ ଯୁକ୍ତିଯୁକ୍ତ ତାହା ଲୋକ ହିଁ ଓଡ଼ିଶାର ଲୋକ ବିଚାର କରିବେ।